ସାଙ୍ଗ ହେଇକି ଖାଇଥିଲୁ। ମୋ ବୋଉ ଦେଇଥିଲା 100 ଟଙ୍କା କୁକୁଡ଼ା ଦାନା ନେବା ପାଇଁ, କିନ୍ତୁ ଆମେ ଚାଟ୍ ଖାଇଦେଲୁ। ଏ ପିଲାଙ୍କୁ କହୁଛି ପଇସା ଦିଅ, କିନ୍ତୁ ଦେଉନାହାନ୍ତି। କାଲି ହେଇଥିଲା ଆମର ଜାଗର ଉପବାସ, ଆଜି ହେଉଛି ତା ସେକେଣ୍ଡ ଦିନ। ଭାରି ଆଜି ଇଚ୍ଛା ଚାଟ୍ ଖାଇବା। କିଛି ନାହିଁ, ଏଇ ଆମର ରାକୁନୁ କହିଲା ଚାଟ୍ ଟିକେ ଭାଇ ଖାଇବା। ମୁଁ କହିଲି ଏଇ ଗୋଟେ କଥା, ଚାଲ ଏଇ ସାମ୍ନାରେ ଅଛି ଦୋକାନ, ଏଇଠି ଚାଟ୍ ଖାଇବା ଆଉ ଚାଲ। କେମିତି ଆଜି କହିବ? ହଁ ଭଲ ହେଇଛି ନା? ତତେ ଭଲ ଲାଗୁନଥିବ କାରଣ ତୁ ପଇସା ଦେଇନୁ। ଦେଖ ମୋର ଆସି ଚାଟ୍ ପହଞ୍ଚିଗଲା, ମୁଁ ଟିକେ ଖାଇଦିଏ କେମିତି ଲାଗିବ। ଭଲ ହେଇଛି। ଆମେ ଚାଟ୍ ଖାଇଦେଲୁ 3 ଜଣ 3 ପ୍ଲେଟ୍। ଖାଇସାରିଲା ପରେ 3 ଜଣ ଏଇ ପିଲା ବି ଆମ ସାଙ୍ଗରେ ଥିଲା। ନାଇଁ ଭାଇ, ଆମେ 3 ଜଣ ଖାଇଛୁ ଚାଟ୍। ଖାଇସାରିଲା ପରେ ପାଖରେ ପଇସା ନାହିଁ। ଭାଇ ପଇସା ଦିଅ। 30 ଟଙ୍କା ଲେଖା। ମୁଁ ଆଉ 2 ପ୍ଲେଟ୍ ଖାଇବି, ତମେ ପଇସା ଦିଅ। ଆରେ ଭାଇ ମୋ କତିରେ ପଇସାର ଅସୁବିଧା, ମୋ କତିରେ ନାହିଁ। ମୁଁ ତମ ଆରମ୍ଭରୁ ତମେ ବ୍ଲଗିଂ କରୁଛ ତ, ବ୍ଲଗିଂ କଲେ ପଇସା କ'ଣ ନାହିଁ। ପଇସା ରୋଜଗାର କରୁଛି? ଆଉ କ'ଣ ବା? କୋଟି ବିଜନେସ୍ ତମର। କୋଟି ନା କୋଡ଼ି? କୋଟି ନା କୋଡ଼ି? ଆଜ୍ଞା ପଇସା ଦେବନି। 30 ଟଙ୍କା ପକାଇଲା। ଭାଇ ସେ 30 ଟଙ୍କା ପଠେଇଲା, ବାପା ଇଏ ଆମର 30 ଟଙ୍କା ପଠେଇଦେଲା। 40 ଟଙ୍କା ପଡ଼ିଲା। ମାଲଟା ଆଗ ବାହାର କର, ପଛରେ କଥାବାର୍ତ୍ତା। ପେମେଣ୍ଟ କରୁନ। ପେମେଣ୍ଟ ଏଇ ଆବେ ପଇସା ବାଲା ଏଇଠି ଅଛି। ବାକି ପଇସାଟା ଦେଇଦେଲୁ। ସାଙ୍ଗ ହେଇକି ଖାଇଥିଲୁ। ମୋ ବୋଉ ଦେଇଥିଲା 100 ଟଙ୍କା କୁକୁଡ଼ା ଦାନା ନେବା ପାଇଁ, କିନ୍ତୁ ଆମେ ଚାଟ୍ ଖାଇଦେଲୁ। ଏ ପିଲାଙ୍କୁ କହୁଛି ପଇସା ଦିଅ, କିନ୍ତୁ ଦେଉନାହାନ୍ତି। ଯେଉଁ 2 ଜଣ ଖାଇଛନ୍ତି ଏକ୍ସଟ୍ରା ମୋତେ କହୁଛନ୍ତି ଭାଇ ଆଉ 10 ଟଙ୍କା ଆମକୁ ଦିଅ, ଆମେ ଚା ପିଇବୁ। ଏଇ ଭାଇ ନନା ଟଙ୍କା 50 ଟଙ୍କା ଦେଲ, ପଛରେ ସୁଜି ଦେବି। ନନା ପଛରେ ସୁଜି ଦେବି।